ତ ଏମିତି ଛୋଟ ଛୋଟ ସିଲି ରିଜନ୍ସ ପାଇଁ ସେ ଲୋକ ଆସିକି ମତେ ମାରୁଛି ବୋଲି ପ୍ରଭୁଙ୍କୁ ଛାଡ଼ିଦେବୁ। ସେ କିଏ ମାରିବାକୁ? କଥା ହେଇପାରିବନି। ମୋର ଇଚ୍ଛା ଆଜ୍ଞା, ତୁମେ ଦେଲାଟା ଖାଇଲୁ କି ଆମେ? ମୋର ସ୍ୱାମୀ ସବୁଦିନ ମଦ ପିଇକି ଆସି ପିଟିଲା ବେଳେ ଆସିଲ ନାହିଁ ମତେ ରକ୍ଷା କରିବାକୁ। ଏବେ ଆମେ ପ୍ରଭୁଙ୍କୁ ପାଇକି ଭଲରେ ଥିଲା ବେଳେ ତୁମେ ଅନ୍ୟ ଧର୍ମ ଅଛି ତ ତୋର ଇଚ୍ଛା। ତୁ କାହିଁକି ଅନ୍ୟ ବିଦେଶର ଚଷମା ପିନ୍ଧିଛୁ? ତୁ କାହିଁକି ବିଦେଶର ସର୍ଟ ପିନ୍ଧିଛୁ? ତୁ କାହିଁକି ବିଦେଶର ଫୋନ ଧରିଛୁ? ତୋତେ ସବୁ ବିଦେଶର ଦରକାର। ଆମକୁ ବିଦେଶ ବୋଲି ଯାହା ସ୍ୱଦେଶ ନା ବିଦେଶ ପଛ କଥା। ଆମେ ଯୀଶୁକୁ ପାଇଛୁ, ଯାହା ଭଲ ଲାଗିଲା ଆମେ ତାହା ପାଇଲୁ। ଆଉ ତୁମର ଔଷଧ ବିଦେଶ ଆମେରିକାଟା, ତୁମର ଡ୍ରେସ ବିଦେଶ, ତୁମର ଘଡ଼ି ବିଦେଶ, ତୁମର ମୋବାଇଲ ବିଦେଶ। ସନାତନ ଧର୍ମ ଭାଇ, ତୁମକୁ ଇଚ୍ଛା ଲାଗିଲେ ତୁମ ସେ ଧର୍ମ ପାଳ। ତୁମ ପାଖକୁ ଆସିକି ଯଦି ଆମେ ଟ୍ରାଏ କରୁଛୁ ଧର୍ମ ଚେଞ୍ଜ କରିବାକୁ, ସେତେବେଳେ ମାଡ଼ ମାଡ଼ ମାର। ତମକୁ ଯଦି କହିଛୁ ତୁମେ କନଭର୍ଟ ହେବା ପାଇଁ, ତ ସେତେବେଳେ ତ ତୁ କିଏରେ ମତେ ମୋର ମୋର ଧର୍ମ ଛାଡିବା ପାଇଁ କହିବା ପାଇଁ ବୋଲି କହିବା, ସେତେବେଳେ ମାଡ଼ ମାରିଲେ ନ୍ୟାଯ୍ୟ ଥିବ। ଆମେ ଗ୍ରହଣ କରୁଛୁ ପ୍ରଭୁଙ୍କୁ। ଇଏ ମାନେ କିଏ? ଦୁନିଆ କିଣି ଦେଇଛନ୍ତି ନା ଏମାନେ? ନା ଦେଶକୁ କିଣି ଦେଇଛନ୍ତି, ନା ରାଜ୍ୟକୁ କିଣି ଦେଇଛନ୍ତି, ନା ଗାଁ କିଣି ଦେଇଛନ୍ତି ଆଜ୍ଞା, ନା ଆପଣ ମାନଙ୍କୁ କିଣି ଦେଇଛନ୍ତି? ସେମାନଙ୍କର ଘରର ଲେଟ୍ରିନ୍ ସଫା କରିବ ଲୋକ କି ଆମେ? କିନ୍ତୁ ସେ ଆମକୁ ଶିଖାଇବ କି ଆମେ କୋଉ ଧର୍ମ ପାଳିବୁ, କୋଉ ଧର୍ମ ନ ପାଳିବୁ। ଧର୍ମ ନାହିଁ, ପରମ ନାହିଁ, କୋଉ ଭଗବାନ ନାହିଁ, ଈଶ୍ୱର ନାହିଁ ବୋଲି ସାଇନ୍ସକୁ ବିଶ୍ୱାସ କରିବ ଲୋକମାନଙ୍କୁ କିଛି କହୁନ? ହଁ କି ନାହିଁ? ସେମାନେ ମଧ୍ୟ ଏ ଦେବାଦେବୀକୁ ମାନନ୍ତି ନାହିଁ। ଧର୍ମକୁ, ସନାତନ ଧର୍ମକୁ ମାନନ୍ତି ଏ ସାଇନ୍ସ ବାଲା ମାନେ, ନାସ୍ତିକବାଦ। ନାଇଁ ଆଜ୍ଞା, ସବୁ ଫାଲତୁଟା। ଦେयर ଇଜ नो ଗଡ, ଦେयर ଇଜ नो ରିଲିଜନ, ଏମିତି ଲୋକମାନଙ୍କ ସହିତ ପାରୁନାହାନ୍ତି କିଛି। ଯୀଶୁଙ୍କ ଠାରେ ଆମେ ଈଶ୍ୱରଙ୍କର ସନ୍ଧାନ ପାଇଛୁ, ବସ୍ ଏତିକିକା। କେମିତି? हाँ हाँ भाई, ये आस्था की बात है। यू नो व्हाट इज आस्था? जोड़े लोक गोटे पत्थर को ठारे मोर भगवान बसी अच्छी बोली मानुछि, आमे हसु। पत्थर केमती भगवान है बोरे बोलार? भाई, तुमको विश्वास नथिले थाउ, आमर विश्वास को कहीं तुम थट्टा करछ बोलिबे। सत कथा, आमे मानुनु बोली तार पर नहीं कि तार पर चलिबो। सेमिति ଯୀଶୁ ହିଁ ପରମେଶ୍ୱର ଅଟନ୍ତି, ଲୋକମାନେ ମାନୁନାହାନ୍ତି। ଠିକ ଅଛି, ନ ଜବରଦସ୍ତ। ମୁଁ ମାନୁଛି, ଏଥିରେ ତମର ପ୍ରୋବ୍ଲେମ କଣ? हर किसी का अपना अपना हक है, हक है। देयर इज राइट फॉर एवरीवन। तार पे संविधान भी दरकार नहीं आज्ञा। କାହାକୁ ବିବାହ ହେବାର ସମ୍ବିଧାନ କହୁଛି କି? ପୁଅକୁ ଜନ୍ମ କରିବା ନା ଝିଅକୁ ଜନ୍ମ କରିବାର ସମ୍ବିଧାନ କହୁଛି କି? ଅବଶ୍ୟ ସମ୍ବିଧାନରେ ଆମର ପାଇଁ ହକ୍ ଦିଆ ହେଇଛି, ଅବଶ୍ୟ ନଥିଲେ ବି ଆମର ହକ୍ ବନତା है କହୁଛି ମୁଁ। ତୁମେ ଜବ୍ କରିବ ନା ବିଜନେସ କରିବ, କିଏ ଡିସାଇଡ କରିବ? ତମେ ଡିସାଇଡ କରିବ।